ଆଉ ଗୋଟେ ନୂଆ ବ୍ଲଗ୍ ଭିତରେ ଆପଣଙ୍କ ସ୍ୱାଗତ। ବର୍ତ୍ତମାନ ଆମର ଦେଖୁଥିବେ ଆମ ବିଲରେ ପାଣି ପ୍ରବଳ ହେଇଛି ମତଲବ ଏପଟ ନଈରୁ ସେପଟ ନଈକି ଯାଉଛି, ମାନେ ସରି ଏପଟ ବିଲରୁ ସେପଟ ବିଲ ରାସ୍ତା କ୍ରସ୍ କରି ରାସ୍ତାରେ ପୁରା ପାଦେ ପାଦେ ପାଣି ରାସ୍ତା ଭିତରେ ହେଇଅଛି। ଆଉ ଏଠି ସବୁ ଲୋକ ପାଖ ଅଛନ୍ତି ହେଲା କି। ଆଉ ଏଇଟା ଟିକେ ଉଞ୍ଚା ରାସ୍ତା ବୋଲି ଏଇଠି ଆମର ପାଣି ହେଇନି, କିନ୍ତୁ ଏଇପଟେ ଯଦି ଆମେ ଦେଖିବା ଏଇପଟେ ଆମର ହେଉଛି ପାଣି ପୁରା ହେଇଯାଇଛି ସାହି ପାଖରେ। ଆଉ ତାର ଦେଖନ୍ତୁ ଏପଟରେ ପାଣି ହେଇଛି, ମାନେ ସେପଟେ ତ ମାନେ ବହୁତ ଜୋର ସ୍ପିଡ଼ରେ ଚାଲିଛି ଆମର ସେଇପଟେ ହେଉଛି। ଆଉ ପୁରା ରାସ୍ତା ସାରା ପାଣି, ମାନେ ରାସ୍ତାରେ ଗୋଟେ ଗାଡ଼ି ଫାଡ଼ି ଆଉ ଯିବାର ସମ୍ଭାବନା ମାନେ ବହୁତ କମ୍। ହାଁ ମାନେ ଲାଗୁଛି ଯାଇପାରିବ ଗାଡ଼ି ଫାଡ଼ି ଆଉ ଖାଲି ଏଇପଟେ ଆମର ଏଇ ରାସ୍ତାଟା ଏବେ ନୂଆ ନୂଆ ହେଇଛି, ଉଞ୍ଚା ହେଇଯାଇଛି ବୋଲିକି ଆମର ରାସ୍ତାଟା ହେଉଛି ସେନାକି ବୁଡ଼ିନି। କିନ୍ତୁ ଏଇପଟେ ଆମର ରାସ୍ତା ବୁଡ଼ି ଯାଇଛି, ଖରା ବି ଅଛି କିନ୍ତୁ ପାଣି ବହୁତ ଚାଲିଛି, ବୋଧେ ଘାଇ ଫାଇ କ'ଣ ଆମେ ଜାଣୁ କିନ୍ତୁ ହେଲା କି। ଆଉ ଏପଟେ ସବୁ ଗଛ ଅଛି, ସାପ ଫାପ ଭିତରେ ଚଢ଼ିଥିବେ ଆମେ ଜାଣୁ ଆଉ କ'ଣ କରିବା। ଓକେ ତ ବର୍ତ୍ତମାନ ଆଉ ଟିକେ ପରିଶ୍ରମ ସହିତ କରିଛୁ, ତ ପାଣି ହେଇଗଲାଣି ବହୁତ ଜୋରରେ। ଆମେ କ'ଣ କରିବା ଆଉ ହେଉଛି କ'ଣ ନା କି ମାନେ ପାଣି ଛାଡ଼ିବାର ତ ନାହିଁ, ମାନେ ବଢ଼ୁଛି ମାନେ ବୋଧେ ସନ୍ଧ୍ୟା ସୁଦ୍ଧା ପାଣି ରାସ୍ତାର ଏପଟେ ଅଣ୍ଟା ପାଣି ହେଇଯିବ, ପାଣି ଚାଲିଛି ମାନେ ରାତି 11ଟା 12ଟାରେ ପାଣି ଚାଲିଲା, ସକାଳ ଦେଖା ଆମର ପୁରା ଏପଟ ବିଲ ଫୁଲ୍। ଆଉ ଏଇ ଚାରି ପାଖ ପୁରା ଫୁଲ୍ ମାନେ ସବୁ ଆସି ସବୁ ଧାନ ତମରି ହବ ସେଇଠି ବାହାରିବ। ତ ସବୁ ବେଉଡ଼ା ଧାନ ସବୁ ଆମର ଇଏ ହେଇଛି, ସବୁ ମାନେ ପଳେଇ ଆସିଛି ସବୁ ଆମ ଗାଁ ଲୋକଙ୍କର ବେଉଡ଼ା ହେଇଥିଲା, ତ ଧାନ ଉଠି ଆଡ଼ି ଫାସି ଆସି ପଳେଇ ଆସୁଛି। ଏଇଆ ଏବେ ସିନା ଦ୍ୱିପହର ରାତି ସନ୍ଧ୍ୟା ଚାଲିଲେ ସରିଲା ଆଉ ପାଣି ପୁରା ଫୁଲ୍ ଆଉ। ବର୍ତ୍ତମାନ ଆମର ଆମେ ଯାଉଛୁ ଆମର ବିଲକୁ, ମାନେ ଘରକୁ। ଏଇଭଳିଆ ଦେଖିతే ଆମ ଚାରି ପାଖରେ ପୁରା ପାଣି, ମାନେ ବିଲ ପୁରା ଫୁଲ୍ ହେଇଯାଇଛି ହେଲା କି। ସାଇଡ଼୍ ମାନେ ଏଇ ରାସ୍ତାରେ ପାଣି ଚିଡ଼ିକି ହେଇଯାଇଛି, ଆଉ ଏଇପଟ ବିଲ ତ ଆମେ ଏଇଠୁ ମାଟି ନେଇଥିଲୁ, ଏଇଠୁ ପୁରା ପାଣି ହେଇଯାଇଛି ହେଲା କି। ଖରା ବି ଅଛି, ପାଣି ପ୍ରବଳ ହେଲା କି। ଆଜି ବିଲରେ ଗୋଳ ଲାଗିବ ଆଉ 10ଟା ସବୁ ଆସିକି ଏଠି ହାଜର। ଆପଣ ଦେଖୁଥିବେ ଆମର ସକାଳେ ଆମର ପାଣି ଦୁଆର ମୁହଁରେ କେଉଁଠି ନଥିଲା, ବର୍ତ୍ତମାନ ଆମ ଚାରି ପାଖରେ ରାସ୍ତା ଫାସ୍ତା ଆଉ ଘର ଚାରିପାଖରେ ଉଠି ପଡ଼େ ଟିକେ ଏଇଟା ଘର ଚାରିପାଖରେ ପାଣି ହେଇଯାଇଛି। ମାନେ ସେପଟ ବିଲରେ ମୁଁ ଦେଖିଥିଲି ପାଣି ଥିଲା, ଏପଟେ କିନ୍ତୁ ପାଣି ନଥିଲା। ଆଉ ବୋଉ ଭାଇ ଫଟୋ କହୁଛନ୍ତି ମୋତେ ଗୋଟେ ଭିଡ଼ିଓ କରିଦେବୁ ଏଆଇରେ ଆମେ ଛାଡ଼ିମୁ ହେଲା କି। ତ ପାଣି ଫାଣି ସବୁ ହେଇଯାଇଛି, ମାନେ ପୋକ ମାନେ ବହୁତ ବିଛା ଜିଆ ଅନ୍ୟାନ୍ୟ ସବୁ ଚାଲିଛନ୍ତି ହେଲା କି। ଯେତେ ଖୋଲିଲା ମାନେ 10 ପଳେଇଛନ୍ତି। ହଁ ପଠେଇଛୁ, ଆଚ୍ଛା ହଁ ଏକ୍ଜାମ୍ ସିନ୍ ଅଛି। ତ ଆପଣ ଦେଖୁଥିବେ ଆମର ସକାଳେ ଆମର ଏଇ ରାସ୍ତାରେ ପାଣି ନଥିଲା, ବର୍ତ୍ତମାନ ଏଠି ପୁରା ପାଣି ହେଇଛି ଚାରି ପାଖରେ। ଆଉ ରାସ୍ତା ବି ବୁଡ଼ି ଯାଇଛି, ଆଉ ଆମ ଘର ଏଇଟା ହେଇଛି, ଆମ ଘର ପାଖରେ ନଥିଲା, ଘର ପାଖରେ ଚାରି ପାଖରେ ପାଣି ହେଇଛି ଲାଗି। ମାନେ ଘରକୁ ଯିବ ମାନେ ଏଇନା ଆଣ୍ଠେଇଟେ ପାଣି ଦେଇକି ଯିବାକୁ ପଡ଼ୁଛି, ଆଉ ପୁରା ରାସ୍ତା ଦେଖା ମାନେ ରାସ୍ତା ପୁରା ବୁଡ଼ି ବାଡ଼ି ଯାଇଛି ହେଲା କି। ଯାହା ଖାଲି ହେଲା ମାନେ ପାଣି ଚାଲିବାକୁ ପଡ଼ୁଛି ଆଉ ହେଲା କି। ଆଉ ସବୁ ଲୋକ ବୁଲିବା ବୁଲିକିରି ଆସୁଛନ୍ତି। ଓ ଏଇପଟେ ଦେଖନ୍ତୁ ଟିକେ ହେଲା କି, ଦେଖିଲେ ତ ଛୁଆ ଯାଉଛନ୍ତି ବୁଲିବାକୁ। ଆଉ ଏଇଭଳିଆ ହେଇ ଦେଖନ୍ତୁ ସେପଟେ ଗୋଟେ ବାଇକ୍ ଆସିଛି ହେଲା କି। ଓକେ ତ ଆମର ହେଉଛି ଯେ ବାଇକ୍ ଫାଇକ୍ ଆସିଛି, ମୁଁ ସାଇଡ଼୍ ଯାଇ ହେଲା ସେ ଆସିକି ଉଡ଼ି ଆଡ଼ିକି ପିଟିବେ। ଓକେ ମୁଁ ରଖୁଛି, ବାଇ ବାଇ ଟାଟା। ହାଇ ଗାଇସ୍ ଦେଖନ୍ତୁ ଆପଣ ପାଣି ହେଇଯାଇଛି କୋଉଥିରେ, ମୁଁ ତ ୟୁଟ୍ୟୁବ୍ ଛାଡ଼ିବି ଯା ରେ। ଶୁଖିଲା ହେଲା ये जस्ट रे हाँ